ତ ବସି ବସି ଏଠି ଭାବୁଥିଲି ଯେ ମୁଁ କ'ଣ ଗୋଟେ ରେସିପି ବନେଇବି। ସବୁବେଳେ ତ ପରିବା ଖାଉଛି, ବଡ଼ି ଫଡ଼ି ଖାଉଛି, ତ କ'ଣ ବନେଇବି। ତ ମୁଁ ଏଠି ଭାବିଲି ଯେ ମୁଁ ମୋର ଖାଇବାର ହେବ, ଆପଣମାନଙ୍କ ସହିତ ସେୟାର ବି କରିବାର ହେବ। ସ୍ୱାମୀ କହିଥିଲି ମୋତେ ବରା ଆଣିକି ଦେଇଥିଲେ, ମିକ୍ସଚର ତ ଥିଲା ଘରେ। ତ ମୁଁ ଏଠି ପିଆଜ ଟମାଟୋ କାଟିକି ରଖିଦେଲି, ତାପରେ ଅଦା ରସୁଣ ଏମିତି ଛେଚିଦେଲି। ତାପରେ କଡ଼େଇଟା ବସିକି ଅଳ୍ପ ଟିକେ ତେଲ ଦେଇଦେଲି, ଯେତିକି ଆପଣ ତେଲ ଖାଆନ୍ତି ସେତିକି ଦେବେ। ତେଲ ଦେଇ ସାରିଲା ପରେ ଟିକେ ଚିନି ଦେଇଦେଲି। ଚିନି ଏଇଟା ଅପସନାଲ୍ ଅଛି, ମୁଁ ଚିନି ସବୁଥିରେ ପକାଏ, ମୋତେ ଭଲ ଲାଗେ, ଟେଷ୍ଟ ବି ଆସେ, କଲର୍ ବି ଆସେ। ତାପରେ ଏଠି ପିଆଜ ଦେଇଦେଲି। ପିଆଜ ଟିକେ ବ୍ରାଉନ୍ ହେଲା ପରେ ଛେଚିଥିବା ଅଦା ରସୁଣ ପେଷ୍ଟ ଦେଇଦେଲି। ପେଷ୍ଟ ଦେଇକି ଭଲ ଭାବରେ ଗୋଳେଇ ଦେବେ। ତାପରେ ଏଠି ଲଙ୍କାଗୁଣ୍ଡ ଦେବେ, ଆପଣ ଯେତିକି ଖାଆନ୍ତି ସେତିକି ଦେବେ। ଲଙ୍କା ମୁଁ ଟିକେ ଅଧିକା ଖାଏ, ମୁଁ ସେଥିପାଇଁ ଅଧିକା ଦେଲି। ଆପଣ ଆପଣଙ୍କ ହିସାବରେ ଲଙ୍କାଗୁଣ୍ଡ ଦେବେ। ତାପରେ ଏଠି ଟିକେ ପାଣି ଦେଇକି ଭଲ ଭାବରେ ମିକ୍ସ କରିଦେବେ। ଲୋ ଫ୍ଲେମ୍ରେ ଦେବେ, ମୁଁ ଏଠି ହାଇ ଫ୍ଲେମ୍ରେ ଦେଇଥିଲି ବୋଲି ସେଥିପାଇଁ ଟିକେ ପାଣି ଦେଇଥିଲି। ତାପରେ ଟମାଟୋ ଦେବେ, ଟମାଟୋକୁ ଏମିତି ଭଲ ଭାବରେ ଗୋଳେଇ ଦେବେ ମସଲା ସହିତ। ତାପରେ ଟିକେ ଚିକେନ୍ ମସଲା, ଧନିଆ ମସଲା ମିକ୍ସ କରିଦେବେ। ତାପରେ ଏଠି ହଳଦୀ ଦେଇଦେବେ, ସେଇଟା ଜିରା ପାଉଡ଼ର ଆପଣ ଚାହିଁଲେ ବି ଦେଇପାରିବେ, ସେଇଟା ବି ଅପସନାଲ୍ ଅଛି, ମୁଁ କିନ୍ତୁ ଦେଇନଥିଲି। ତ ହଳଦୀ ଦେଇ ସାରିଲା ପରେ ଏଠି ଟିକେ ମସଲାକୁ ବଢ଼ିଆ ଭାବରେ କଷିଦେଲି। କଷିଦେବେ ଆପଣ, ଭଲରେ କଷିବେ, ଯେଉଁଟାକି ଦେଖିବେ ଯେ ତେଲଟା ଉପରେ ଆସୁଥିବ, ତ ଜାଣିବେ ଯେ ମସଲାଟା ହେଇ ଆସିଲାଣି। ତ ଭଲ ଭାବରେ କଷି ସାରିଲା ପରେ ଏଠି ଯେଉଁ ଛେଚିକି ରଖିଥିଲେ ଅଦା ରସୁଣ, ସେଇଥିରେ ଧୋଇକି ପାଣିଟା ଦେଇଦେଲି। ଅଧିକ ପାଣି ଦେବେ, କାହିଁକିନା ବରାଟା ଯେହେତୁ ପଡ଼ିବ ନା, ସେଇଟା ପାଣି ଟାଣି ନେବ। ଆପଣଙ୍କ ହିସାବରେ ଆପଣ ପାଣି ଦେବେ, ମୁଁ ତ ଅଳ୍ପ ପାଣି ଦେଇଥିଲି। ସ୍ୱାଦ ଅନୁସାରେ ଏଠି ଲୁଣ ଦେଇଦେବେ। ତାପରେ ମିକ୍ସ କରିକି ଦେଖନ୍ତୁ, ମୋର ତାକୁ ଫୁଟିବା ପାଇଁ ଛାଡ଼ିଦେବେ। ଦେଖନ୍ତୁ ମୋର ଫୁଟିଗଲାଣି। ଯେତିକି ମୁଁ ସେଇ ଲାଷ୍ଟକୁ ଆପଣ ବରାଟା ହିଁ ପକାଇବେ। ମୁଁ ଏଠି ବରା ପକାଇ ସାରିଲା ପରେ ତାପରେ ଭଲ ଭାବରେ ମିକ୍ସ କରିଦେଲି। ଯେହେତୁ ମ୍ୟାମ୍ ଲାଷ୍ଟରେ ପକାଉଛେ, ଟିକେ ଝୋଳ ଦେଖିକି ପକାଇବେ। ଏଇଟା ହେଲା ମିକ୍ସଚର। ଆପଣ ଚାହିଁଲେ ମିକ୍ସଚର ପକାଇ ପାରିବେ, ନ ପକାଇ ପାରିବେ। ମିକ୍ସଚର ବରା ଜାଗାରେ ଆପଣ ଖାଲି ବି ମିକ୍ସଚର କରିପାରିବେ ତରକାରୀ, ବଢ଼ିଆ ଡେଲିସିୟସ୍ ଲାଗେ, ବଢ଼ିଆ ଟେଷ୍ଟ ଲାଗେ। ଥରେ ଟ୍ରାଏ କରିକି ଦେଖନ୍ତୁ, ବହୁତ ବଢ଼ିଆ ଲାଗିବ। ତାପରେ ଏଠି ହେଇଗଲା, ଆମର ରେଡ଼ି ହେଇଗଲା ମିକ୍ସଚର ବରା ତରକାରୀ। ଏଇଟା ମୋର ନିଜର ରେସିପି ଥିଲା। ଆଉ ଆପଣ ଏଇଟା ରୁଟି ସେଥିରେ, ଭାତ ସେଥିରେ ବି ଖାଇପାରିବେ। ସତ କହୁଛି ସାଙ୍ଗମାନେ, ଥରେ ଟ୍ରାଏ କରିକି ଦେଖନ୍ତୁ, ପୁରା ଡେଲିସିୟସ୍ ଥିଲା, ପୁରା ଟେଷ୍ଟି ଥିଲା। ତ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କମେଣ୍ଟ କରିବେ। ଆଉ ଏମିତି ଡେଲିସିୟସ୍ ବାଲା ଏମିତି ରେସିପି ଦରକାର ଥିଲେ ମୁଁ ଆପଣଙ୍କୁ ନିଶ୍ଚୟ ସେୟାର କରିବି, ମୋତେ କମେଣ୍ଟ କରିବେ। ତ ମୋ ଚ୍ୟାନେଲରେ ଆପଣ ସବୁ ପ୍ରକାର ଜିନିଷ ଦେଖିବା ପାଇଁ ପାଇବେ, ସପୋର୍ଟ କରିବେ। ତ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ ନିହାତି। ତ ରହୁଛି, ଜୟ ଜଗନ୍ନାଥ। ଦେଖା ହବ ଆଉ ଗୋଟେ ବ୍ଲଗ୍ରେ।